শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত চতুর্থ স্কন্ধ 31 অধ্যায়। পুত্র নিবেশী সিংহাসনে প্রচেতা নারদ বচনে মুক্তি লভিলে অবশেষে ଏହି ଚରିତ 31। ମୈତ୍ରେୟ କହନ୍ତି ବିଦୁର ପ୍ରଚେତା ବୈରାଗ୍ୟ ବିଚାର। ମୈତ୍ରେୟ ଉବାଚ ସେ 10 ଭାଇ ଦିବ୍ୟ ଜ୍ଞାନୀ ହରିଙ୍କ ଆଜ୍ଞା ପରିମାଣି ରାଜବିଭୂତି ପତ୍ନୀ ତୁଲେ ପୁତ୍ରେ ସମର୍ପି ବନେ ଗଲେ। ପଶ୍ଚିମ ଜଳଧି ତଟରେ ରହିଲେ ସିଦ୍ଧ ଆଶ୍ରମରେ। ଜାଜଳି ନାମେ ଦ୍ୱିଜବର ଯହିଁ ହୋଇଲେ ସିଦ୍ଧେଶ୍ୱର। ତହିଁ ସେ ମାନେ ତପ କରି ପୂଜିଲେ ବ୍ରହ୍ମ ସତ୍ରେ ହରି। ଏ କର୍ଣ୍ଣ ବଚନ ଲୋଚନ ସଂଯମ କଲେ ପ୍ରାଣ ମନ। ଆସନ ଆଦି ଦୃଢ଼ କଲେ ସୁଶାନ୍ତ ବିଗ୍ରହ ହୋଇଲେ। ଏମନ୍ତ ସମୟେ ବିଦୁର ନାରଦ ବ୍ରହ୍ମାଙ୍କ କୁମର ମିଳିଲେ ତାଙ୍କ ଠାରେ ଆସି। ସେମାନେ ଛନ୍ତି ତପେ ବସି ଦେଖି ନାରଦ ମୁନିବର। ସେମାନେ ଉଠିଲେ ସତ୍ୱର ବେଗେ ଆସନ ଆଣିଦେଲେ। ଚରଣ ଯୁଗ ପ୍ରଖାଳିଲେ ଆସନେ ବସାଇଲେ ନେଇ। ପୂଜିଲେ ଅର୍ଘ୍ୟ ଆଦି ଦେଇ ସୁଖେ ବସିଲେ ମୁନିବର। ସେମାନେ ଅଗ୍ରେ ଯୋଡ଼ି କର ବସିଣ ପୁଛନ୍ତି ବିନୟେ। ଭୋମୁନି ଆଗତ ନିର୍ଣ୍ଣୟେ ଆମ୍ଭେ କି ଭାଗ୍ୟ କରିଥିଲୁ ଏ ତୁମ୍ଭ ଦର୍ଶନ ଲଭିଲୁ। ଭୋମୁନି ଏ ତୁମ୍ଭ ଭ୍ରମଣ ଅଜ୍ଞାନୀ ଜନ ଉଦ୍ଧାରଣ। ନିର୍ଭୟ ହେତୁ ପ୍ରାଣୀଙ୍କର ତୁମ୍ଭ ଦର୍ଶନ ମୁନିବର। ଯେସନେ ସୂର୍ଯ୍ୟର ଉଦୟ ଅଶେଷ ପ୍ରାଣୀ ସୁଖମୟ। ତେସନେ ତୁମ୍ଭ ଦର୍ଶନ ଖଣ୍ଡୟିତ୍ରୀ ତାପ ଜ୍ଞାନ। ଭୋମୁନି ମନ ଖେଦ ଯେତେ କହିବୁ ତୁମ୍ଭର ଅଗ୍ରତେ। ପୂର୍ବେ ଯେ ପ୍ରଭୁ ଭଗବାନ କହି ଯେ ଥିଲେ ଦିବ୍ୟ ଜ୍ଞାନ। ଆମ୍ଭେ ଯେ ଗୃହ ଧର୍ମେ ପଡ଼ି ସେ ଦିବ୍ୟ ଜ୍ଞାନ ଦେଲୁ ଛାଡ଼ି। ଭୋମୁନି କର ଅନୁଗ୍ରହ ସେ ତତ୍ତ୍ୱ ଜ୍ଞାନ ଏବେ କହ। ଏ ଭବ ସାଗର ଦୁସ୍ତର ସେ ଜ୍ଞାନେ ହୋଇବୁ ନିସ୍ତାର।
ମୈତ୍ରେୟ କହନ୍ତି ଭାରତ ଏମନ୍ତ ବୋଲନ୍ତେ ପ୍ରଚେତ ଶୁଣି ନାରଦ ତପୋଧନ ଉତ୍ତମ ଶ୍ଲୋକେ କଲେ ଧ୍ୟାନ ଧ୍ୟାନ କରନ୍ତେ ମୁନିବର ରୋମ ପୁଲକେ କଳେବର କୃଷ୍ଣ ବିଷয়ে ନିମଜ୍ଜିଲେ ଦେହ ଜୀବନ ପାଶୋରିଲେ ତକ୍ଷଣେ ପାଇ ଦିବ୍ୟ ବୁଦ୍ଧି ତାହାଙ୍କୁ କହନ୍ତି ପ୍ରବୋଧି। ନାରଦ ଉବାଚ ଶୁଣ ନୃପତି ଧର୍ମଶୀଳ ଯେ କର୍ମେ ହୋଇବ କୁଶଳ କହିବା ତହିଁର ବିଧାନ ଯହିଁରେ ହେବ ତୁମ୍ଭ ଜ୍ଞାନ ମନୁଷ୍ୟ ଜନ୍ମ କର୍ମ ସେହି ହରିଙ୍କ ସେବା ହୋଏ ଯହିଁ ହରି ଭଜନ ଯେବେ ନାହିଁ ଏଥୁ ଅଭାଗ୍ୟ ପରେ କାହିଁ ଯେ ତିନି ବେଦ କର୍ମ କହେ ସେ କର୍ମେ ପ୍ରାଣୀ ମୋକ୍ଷ ନୋହେ ଭବୁତରିବ ସେବା କାହିଁ ଯାବତ ହରି ନ ଭଜଇ ଯେ ଦେବ ଆୟୁ ସେ ଜୀବନ୍ତି ହରି ନ ଭଜି ନ ତରନ୍ତି ଯେଣୁ ସେ ବିଷये ପ୍ରମତ ନ ଦେଲା କୃଷ୍ଣ ପାଦେ ଚିତ ସୁସାଧ୍ୟ କଲେ ବିଦ୍ୟମାନ ଅପରେ ଯେତେ ତପଦାନ ଏ ସର୍ବତାର କାରଣ ଯେବେ ନ ଭଜେ ନାରାୟଣ ଯେତେକ କବିତ୍ୱ ବଚନ ବ୍ୟର୍ଥ କି କାର୍ଯ୍ୟ ପ୍ରୟୋଜନ ବିଫଳ ବୁଦ୍ଧି ହେଲା ତାର ନ କଲା ଯେ କୃଷ୍ଣ ବିଚାର ଇନ୍ଦ୍ରିୟ ବଳ ତେଜ ଘେନି ଏଣୁ କି ଭବୁତରେ ପ୍ରାଣୀ ଅଷ୍ଟାଙ୍ଗ ଯୋଗ ସାଂଖ୍ୟ ଆଦି ସନ୍ନ୍ୟାସ ଧର୍ମ ବେଦବାଦୀ ଏ ସର୍ବ ଜୀବନ ତାରନ୍ତି ଭୋଗାଦି ଫଳ ବାଞ୍ଛା ଦିଅନ୍ତି ଅପରେ ଯେତେ ଶ୍ରେୟ କର୍ମ ଇହ ସଂସାରେ ଲୋକ ଧର୍ମ ଏ ସର୍ବ କାଳେ ନ ଘଟନ୍ତି ଯେବେ ହରିଙ୍କି ନ ଭଜନ୍ତି ଏ ଯେତେ କର୍ମ ଶ୍ରେୟ ବିଧି ଯଜ୍ଞାଦି କର୍ମ ଅଷ୍ଟ ସିଦ୍ଧି ସେ ସର୍ବ ଅନ୍ତରାତ୍ମା ହରି ଯେ ଭଲ ମନ୍ଦେ ଅଧିକାରୀ କର୍ମାନୁସାରେ ଦେହେ ରହି ପ୍ରାଣୀ କି କର୍ମ ଭୋଗ ଦେଇ ତେଣୁ ସେ ଆତ୍ମା ସର୍ବଭୂତେ ସକଳ ପ୍ରିୟ ସେ ମନ୍ତେ ଯେବେ ହରିଙ୍କି ସେବା କରି ଆତ୍ମାକୁ ଧରନ୍ତି ହରି ଯେ ସନେ ତରୁଙ୍କର ମୂଳେ ସେଚନ କଲେ ଦେଇ ଜଳେ ତାହାର ଭୁଜ ସ୍କନ୍ଧ ଶାଖା ସର୍ବେ ସନ୍ତୋଷ ମୂଳେ ଏକା ପ୍ରାଣକୁ ଉପହାର ଦେଲେ ସନ୍ତୋଷ ଇନ୍ଦ୍ରିୟ ସକଳେ ଏମନ୍ତେ ହରିଙ୍କର ସେବା କଲେ ସନ୍ତୋଷ ସର୍ବଦେବା ହରି ସେ ସର୍ବ ଆତ୍ମା ମୂଳେ ଯେତେ ପ୍ରପଞ୍ଚ ସୂକ୍ଷ୍ମ ସ୍ଥୂଳେ ଯେ ସନେ ରବି ଠାରୁ ଜଳ ପ୍ରଭବି ପ୍ରକାଶେ ସୟଳ କାଳେ ସେ ରବି ତେଜେ ପୁଣି ପ୍ରବେଶ ହନ୍ତି ସର୍ବ ପ୍ରାଣୀ ସେ ରୂପେ ଏ ଗୁଣ ପ୍ରବାହ ଏ ଚରାଚର ଭୂତ ଦେହ ଏ ସର୍ବେ ହରି ରୁଖରନ୍ତି କାଳେ ସେ ତହିଁ ପ୍ରବେଶନ୍ତି ଜଗତ ହରିଙ୍କ କିରଣ
ସୂର୍ଯ୍ୟର ପ୍ରଭାଟି ଯେ ସନ ତାତ ହିଁ ସର୍ବଶକ୍ତି ଥାନ୍ତି। ଯେବେ ସେ ଜାଗ୍ରତ ଲୋଭନ୍ତି ତେବେ ସେ ଦ୍ରବ୍ୟ କ୍ରିୟା ଜ୍ଞାନ ହୁଅଇ ଭେଦ ଭ୍ରମମାନ। ଯେହ୍ନେ ଆକାଶେ ଘନ ପନ୍ତି ତମ ବିଜୁଳି ପ୍ରକାଶନ୍ତି। ତେମନ୍ତେ ପରମ ବ୍ରହ୍ମରେ ସକଳ ଶକ୍ତି ଏ କ୍ରମରେ ହୁଅନ୍ତି ନୁହନ୍ତି ସେ କାଳେ ସର୍ବସତ୍ୱାଦି ଗୁଣ ଜାଳେ। ସେ ଆତ୍ମା ଅଶେଷ ଦେହିଙ୍କ ପୁରୁଷ ପ୍ରଧାନ ସେ ଏକ କାଳ ହିଁ ତାହାଙ୍କୁ କହି ଗୁଣ ପ୍ରବାହ ହେତୁ ସେହି। ତାହାଙ୍କୁ ଭଜ ଏକ ଭାବେ ସଂସାରୁ ନିସ୍ତରିବ ଯେବେ ସକଳ ଭୂତେ ଦୟା କର ଯହିଁ ତହିଁରେ ତୋଷଧର। ଇନ୍ଦ୍ରିୟ ବର୍ଗ ବିନାଶିଲେ ହରିକି ପାଇବ ଭଜିଲେ ବିଶୁଦ୍ଧ ହୋଇ ଯେବେ ମନ ବିନାଶ ହୁଏ ଚେଷ୍ଟମାନ। ଏମନ୍ତ ଭକ୍ତି ଯେବେ ଚିତେ ବିଶୁଦ୍ଧ ହୃଦ ବିରତେ ତହିଁ ବସନ୍ତି ଭଗବାନ ନ ଯାନ୍ତି ତହୁଁ ଅନ୍ୟ ସ୍ଥାନ। ଏ ବିନେ ଯେ ଆନକୁ ଯୋଗୀ ବିଷୟ ସୁଖେ ନିତ୍ୟ ଭୋଗୀ ତାହାଙ୍କ ପୂଜା ନା ଘେନନ୍ତି ଯେଣୁ ସେ ରସକୁ ଜାଣନ୍ତି। ବିଦ୍ୟାଦି ମଦେ ଯେଉଁ ଜନେ ରହନ୍ତି ଅହଙ୍କାର ମନେ ଯେ ସାଧୁ ଅକିଞ୍ଚନ ଦେଖି ହତ ଆଦରେ ଦୂରେ ପେଖି ଧନ ବିନାଶ ହେତୁ କରି ଯେ ସାଧୁ ସେବା ପରିହରି ଅତ୍ୟନ୍ତ ମୂଢ଼ ସେ ପାମର ଧନରେ ଅତି ସ୍ନେହ ତାର। ଏମନ୍ତ ପ୍ରାଣୀ ଯେ ଅଟନ୍ତି ଅଜ୍ଞାନେ ଧର୍ମ ନ ଜାଣନ୍ତି ତାଙ୍କୁ ବିମୁଖ ନର ହରି ସାଧୁ ଦୂଷଣ ହେତୁ କରି ଏଣୁ ସେ ସଙ୍ଗ ପ୍ରତେଜନ୍ତି ସୁସାଧୁ ସଙ୍ଗତେ ବସନ୍ତି। ସେ ପରିପୂର୍ଣ୍ଣ ସର୍ବଭାବେ ବସ ନୁହନ୍ତି ଧନ ଲୋଭେ ନିଜ ଭକତ ବସ ହରି ଭକ୍ତ ଡାକକୁ ଅନୁସରି। ଏମନ୍ତ ମହିମା ତାହାର ସେ ପାଦେ ନ ଭଜେ ପାମର ଦାରା ତନୟ ମୋହେ ଜଡ଼ି ଦୁଃଖ ଗହନେ ସୁଖ ଲୋଡ଼ି। ଅଜ୍ଞାନ ଭାବେ ଦମ୍ଭେ ଥାନ୍ତି ଯେ ଅନ୍ୟ ଦେବଙ୍କୁ ସେବନ୍ତି ଯେ ହରି ଛାଡ଼ି ସେବେ ଆନ ଯେ ପ୍ରଭୁ ଭକତ ଅଧୀନ। ସେ ପାଦ ପଦ୍ମ ଛାଡ଼ି ଯେହି ଅନ୍ୟ ଭଜନେ ମନ ଦେଇ ତାହାଙ୍କୁ ବୋଲି ମୂଢ଼ମତି ସେ ପ୍ରାଣୀ ଭବୁ ନ ତରନ୍ତି। ମୈତ୍ରେୟ ଉବାଚ ମୈତ୍ରେୟ କହନ୍ତି ବିଦୁର ଏମନ୍ତେ ଦେବ ମୁନିବର ସେ ପ୍ରଚେତ ସତ ପଠାବେ ଜ୍ଞାନ କହିଲେ ସ୍ୱଭାବେ ଅପରେ ହରି ଗୁଣମାନ କହି ତୋଷିଲେ ତାଙ୍କ ମନ। ତକ୍ଷଣେ ବ୍ରହ୍ମଲୋକେ ଗଲେ ସେ ସର୍ବେ ସନ୍ତୋଷେ ରହିଲେ। ଶୁଣ ବିଦୁର ଜ୍ଞାନବନ୍ତ ନାରଦ ମୁଖରୁ ନିର୍ଗତ ହରିଙ୍କ ନାମ ଯଶ ଗୁଣ ଯେ ଭାବନ୍ତି ଅନୁକ୍ଷଣ। ସେ ସର୍ବେ କାମାର୍ଥ ଲଭନ୍ତି ଇତ୍ୟାଦି ପାପ ବିନାଶନ୍ତି। ଶୁଣି ସାନନ୍ଦ ନୃପ ଗଣେ ହରି ଭଜିଲେ ଅନୁକ୍ଷଣେ
ଅନ୍ତେ ସେ ହରିଙ୍କି ଲଭିଲେ ନାରଦ ହେତୁ ନିସ୍ତରିଲେ ଏ ଘେନି ସତସଙ୍ଗ ପ୍ରାଣୀ ଆଦରି ଲଭେ ଚକ୍ର ପାଣି ଏ ବିନେ ନାହିଁ ସଦଗତି ଶୁଣନ୍ତି ଦୂର ଗୁହ୍ୟତି ସୁସାଧୁ ସଙ୍ଗେ ଚିତ ଧର ଏ ମାୟା ସ୍ନେହ ଦୂର କର ଯେତେ ସଂଶୟ ହୃଦଗତ ପଚାରିଥିଲୁ ଯେ ବୃତ୍ତାନ୍ତ ସାର ଧରି ଶାସ୍ତ୍ର ମତେ କହିଲୁ ଶ୍ରୀ ଭାଗବତେ ନାରଦ ପ୍ରଚେତା ସମ୍ବାଦ ଶ୍ରୀହରି ଯଶ ଗୁଣବାଦ ମୁଁ ଫେଡ଼ି କହିଲହିଁ ତାହା ସଂଶୟ କରିଥିଲୁ ଯାହା ଶ୍ରୀ ଶୁକ ଉବାଚ କହନ୍ତି ଶୁକ ମହାମୁନି ଗୁଣ ପରୀକ୍ଷା ତତ୍ତ୍ୱଜ୍ଞାନୀ ମୈତ୍ରେୟ ଯେତେକ କହିଲେ ବିଦୁର ବିନୟ ଶୁଣିଲେ ଆନନ୍ଦେ ରମା ପୁଲକିତ ଭାବ ଗଦ୍ଗଦେ ଅଶ୍ରୁପାତ ଆନନ୍ଦ ସାଗରେ ବୁଡ଼ିଲେ ଦେହ ଜୀବନ ପାଶରିଲେ ଧରିଣ ମୁନିଙ୍କ ଚରଣ ଓ ମୁନି କର ଉଦ୍ଧାରଣ ତୁମ୍ଭ ପ୍ରସନ୍ନେ ତତ୍ତ୍ୱ ଜ୍ଞାନ ପାଇ ଛାଡ଼ିଲା ମୋହମାନ ଭୋମୁନି ତୁମ୍ଭେ ଜ୍ଞାନ ସାର ଦେଖାଇ ଦେଲ ତମ ପାର ଏମନ୍ତ ଜ୍ଞାନୀ ଯେବେ ହୋଇ ସେ ପ୍ରାଣୀ ହରିଙ୍କି ଲଭଇ ମୁଁ ଏବେ ହେଲି ମୋକ୍ଷ ପାର ତୁମ୍ଭ ପ୍ରସନ୍ନେ ମୁନିବର ଭୋମୁନି ଆଜ୍ଞା ଦେବ ଯେବେ ନିଜ ସଦନେ ଜୀବିତେବେ ଏମନ୍ତ କହିଣ ଆନନ୍ଦେ ନମିଲା ମୁନିଙ୍କର ପାଦେ ସେ ତାଙ୍କୁ ତ ସେ ଆଜ୍ଞା ଦେଲେ ନିଶ୍ଚିନ୍ତେ ଆସନେ ରହିଲେ ହସ୍ତିନା ଗମିଲେ ବିଦୁର ଦେଖିବା ଅର୍ଥେ ସହୋଦର ଛାଡ଼ି ସକଳ ମାୟା ମୋହେ ଗମିଲା ମାତ୍ର ଭାତୃ ସ୍ନେହେ ଶୁଣ ରାଜନ ଦଣ୍ଡଧର ସେ ଯେ ପ୍ରାଚୀନ ରୂପବର ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି ଯେ ନିତ୍ୟ ଶୁଣେ ଦୃଢ଼ମତି ତା ଯଶ ଆୟୁଷ ବଢ଼ଇ ବିପୁଳ ଭୋଗ ନ ଛାଡ଼ଇ ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ତ ସେ ସୁକୀର୍ତ୍ତି ରହେ ଚତୁର୍ଦିଶେ ଦେହାନ୍ତେ ଗତି ହୁଏ ତାର ସେ ପ୍ରଭୁ କରନ୍ତି ନିସ୍ତାର ବଣଇ ବିପ୍ର ଜଗନ୍ନାଥ ଏ କୃଷ୍ଣ ଆଜ୍ଞାରୁ କତ ଗୁପତେ ବହୁ କାଳ ଥିଲା ହରି ଆଜ୍ଞାରୁ ଦେହେଲା ହରି ହରି ଭାବନା କରୁ ସଂଶୟ ଛାଡ଼ିଲା ମନରୁ ସେ ବ୍ରହ୍ମ ଅନନ୍ତ ମହିମା କେ କହିପାରେ ଗୁଣ ସୀମା ଅମୃତ ଚରିତ ଏ ବାଣୀ ଶ୍ରବଣେ ନିସ୍ତରିବେ ପ୍ରାଣୀ ହୋଇବ ଭବ ବନ୍ଧନାଶ ସୁଜନେ କୃଷ୍ଣ ପାଦେ ରସ ଚତୁର୍ଥ ସ୍କନ୍ଧ ହେଲା ଶେଷ ହୃଦୟ ଚିନ୍ତ ହୃଷିକେଶ